କୁଆଡ଼େ ଗଲେ ପାଣ୍ଡିଆନ? ନବୀନଙ୍କ ପାଖେ ପାଖେ ରହୁଥିବା ପୂର୍ବତନ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏବେ ପତ୍ତା ମିଳୁନାହିଁ। ସାଧାରଣ ଜନତା ଠାରୁ ଆରମ୍ଭ କରି ବିପକ୍ଷ ଦଳର ନେତାମାନଙ୍କ ମଧ୍ୟରେ ପାଣ୍ଡିଆନଙ୍କୁ ନେଇ ଏବେ ଚର୍ଚ୍ଚା ବେଶ୍ ଜୋର ଧରିଛି। ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ହେବା ପରେ ପାଣ୍ଡିଆନଙ୍କ ଆଉ ଦେଖା ମିଳୁନାହିଁ। ନିର୍ବାଚନ ପ୍ରଚାର ସଭାରେ ସେ କହିଥିଲେ, ଯଦି ବିଜେଡିର ପରାଜୟ ହୁଏ ତେବେ ରାଜନୀତିରୁ ସନ୍ନ୍ୟାସ ନେବେ। ବର୍ତ୍ତମାନ ବିଜେପି ସତ୍ତାକୁ ଆସିବା ପରେ ସିଏମ୍ଓ ଅଫିସରୁ 3 ଜଣ ବରିଷ୍ଠ ଅଧିକାରୀ ଇସ୍ତଫା ଦେଇ ସାରିଲେଣି। ବୋଧହୁଏ ସମସ୍ତ ଅସାଧୁ ଏବଂ କଳାବଜାରୀ ଅଫିସର ଏବଂ ନେତାଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଯାଇଛି। ତେଣୁ ସମସ୍ତେ ନିଜ ନିଜ ସ୍ଥାନକୁ କିପରି ସୁରକ୍ଷିତ ରଖିବେ ସେଥିପ୍ରତି ଲାଗି ପଡ଼ିଛନ୍ତି ଏବଂ ପାଣ୍ଡିଆନ ମଧ୍ୟ ବିପକ୍ଷ କବଳରୁ କେମିତି ନିଜକୁ ସୁରକ୍ଷିତ ରଖିବେ ତାର ଉପାୟ ଖୋଜିବାରେ ସେ ବ୍ୟସ୍ତ। ଏହି ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିହାତି ଜଣାଇବେ ଏବଂ ଏହି ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରିବେ।